ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ଆଜି ଆପଣମାନଙ୍କ ପାଇଁ ଅଙ୍ଗନବାଡ଼ି ନିଯୁକ୍ତି ଆସିଯାଇଛି। ଯେଉଁମାନେ ବି ଅଙ୍ଗନବାଡ଼ି କ୍ଷେତ୍ରରେ ଆପଣମାନେ ଜବ୍ କରିବା ଚାହୁଁଥିଲେ ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ତ 10ମ ପାସ୍ କରିଛନ୍ତି ଏବଂ ଆପଣମାନଙ୍କୁ କୌଣସି ଅନଲାଇନ୍ ଫି ଦେବାକୁ ପଡ଼ିବନି ଏବଂ କୌଣସି ଏକ୍ଜାମ୍ ବି ଦେବାକୁ ପଡ଼ିବନି ଏହି ପୋଷ୍ଟ ଗୁଡ଼ାକ ଆପ୍ଲାଏ କରିବାକୁ। ତ ପୋଷ୍ଟ ଗୁଡ଼ାକ ଆପଣମାନଙ୍କର କ'ଣ ରହିଛି ନା ଅଙ୍ଗନବାଡ଼ି ତରଫରୁ ଆସିଛି, ସେଗୁଡ଼ାକୁ ଜାଣିବା ପାଇଁ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଓଡ଼ିଶାର ପ୍ରତ୍ୟେକ ମହିଳାମାନେ ଏହି ଭ୍ୟାକେନ୍ସିଟାକୁ ଆବେଦନ କରିପାରିବେ। ପ୍ରତ୍ୟେକ ଗାଁ ପାଇଁ ଏହି ନିଯୁକ୍ତିଟା ଆସିଛି। ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କେଉଁ ଡିଷ୍ଟ୍ରିକ୍ଟରେ ବହୁତ ଆସିଛି ସେସବୁ ମଧ୍ୟ କହିବି ଆପଣମାନଙ୍କୁ। ଏବଂ ଆପଣମାନଙ୍କର ଯେଉଁ କ୍ୟାଟେଗୋରୀ ଅନୁଯାୟୀ କେଉଁ କ୍ୟାଟେଗୋରୀ ଲୋକ ହେଲେ ଆବେଦନ କରିପାରିବେ ଏବଂ ମ୍ୟାକ୍ସିମମ୍ ଆପଣମାନଙ୍କର ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ଦରକାର, ଆପଣମାନଙ୍କର ଏଜ୍ କେତେ ରହିବା ଦରକାର ଏବଂ କେଉଁମାନେ ଆବେଦନ କରିପାରିବେ ନା ଆପଣମାନେ ଅନାଥ ଛୁଆ ହେଇଥିଲେ ଆବେଦନ କରିପାରିବେ ନା ନାହିଁ, ତାପରେ ବିଧବା ମହିଳା ଥିଲେ ଆପଣମାନେ ଆବେଦନ କରିପାରିବେ ନା ନାହିଁ, ସେସବୁର ଡିଟେଲ୍ସ କହିବି। ତ ଚାଲନ୍ତୁ ଭିଡ଼ିଓଟା ଷ୍ଟାର୍ଟ କରିବା। ତ ପ୍ରଥମେ ଆପଣମାନଙ୍କୁ ଗୋଟେ କ୍ରୋମ୍ ବ୍ରାଉଜରକୁ ଯିବେ, ତାପରେ engagement.awc.odisha.gov.in ଯିବେ। ନଚେତ୍ ଆପଣମାନେ ଡାଇରେକ୍ଟ ଡେସ୍କ୍ରିପସନ୍ ବକ୍ସରେ ଯାଇକି ଆପଣମାନେ ଡାଇରେକ୍ଟ ଲିଙ୍କଟା ପାଇପାରିବେ। ସେଇଠୁ ମଧ୍ୟ ଆପଣମାନେ ଡାଇରେକ୍ଟ ୱେବସାଇଟ୍କୁ ଯାଇପାରିବେ। ତ ଏଠି କ'ଣ ରହିଛି ନା ଏଠି ଆପଣମାନଙ୍କର ଅଙ୍ଗନବାଡ଼ି ନେମ୍ ଗୁଡ଼ାକ ସର୍ଚ୍ଚ କରିବାକୁ କହୁଛି। ଆପଣମାନଙ୍କର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ, ଆପଣମାନଙ୍କର କେଉଁ ଡିଷ୍ଟ୍ରିକ୍ଟ। ତ ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ପାଇଁ ରହିଛି। ତ ଆପଣମାନେ ନିଜ ଡିଷ୍ଟ୍ରିକ୍ଟ ଚୁଜ୍ କରିବେ, କେଉଁ ଡିଷ୍ଟ୍ରିକ୍ଟର ଆପଣମାନେ ବିଲଙ୍ଗ କରନ୍ତି ଓଡ଼ିଶାର, ସେଇଟା ଆପଣମାନେ ସିଲେକ୍ଟ କରିଦେବେ। ତାପରେ ଆପଣମାନଙ୍କର AWH ଏବଂ AWW ଅଙ୍ଗନବାଡ଼ି ୱାର୍କର ଏବଂ ଅଙ୍ଗନବାଡ଼ି ହେଲ୍ପରର ନିଯୁକ୍ତି ରହିଛି। ତ ଆପଣମାନେ ୱାର୍କରର ଖୋଜୁଛନ୍ତି ନା ହେଲ୍ପରର ଖୋଜୁଛନ୍ତି ସେସବୁ ଆପଣମାନେ ଏଠି ଟ୍ୟାପ୍ କରିଦେବେ। ତାପରେ ସର୍ଚ୍ଚ ବଟନରେ ଆପଣମାନେ ସର୍ଚ୍ଚ କରିଦେବେ। ତ ଯଦି ଆପଣମାନଙ୍କର ଆପଣମାନଙ୍କର ଏରିଆରେ ବା ଆପଣମାନ ଯେଉଁଟା ଡିଷ୍ଟ୍ରିକ୍ଟରେ ଖୋଜୁଛନ୍ତି ଆପଣମାନେ ଡିଟେଲ୍ସ ଏଠି ପାଇପାରିବେ। ଏଠି କ'ଣ ଦେଖିବେ ନା ଆପଣମାନଙ୍କର ଅଙ୍ଗନବାଡ଼ି ସେଣ୍ଟର ନେମ୍ ରହିବ, ଆପଣମାନଙ୍କ ଡିଷ୍ଟ୍ରିକ୍ଟ, ଆପଣମାନଙ୍କର ଯେଉଁ ଏରିଆ ମାନେ ଆପଣମାନଙ୍କର ଗ୍ରାମାଞ୍ଚଳ ନା ସହରାଞ୍ଚଳରେ ରହୁଛନ୍ତି ସେଇଟା। ତାପରେ ଆପଣମାନେ ଯେଉଁ ସହରାଞ୍ଚଳରେ ରହୁଛନ୍ତି ତାଙ୍କ ପ୍ରପର୍ ଏରିଆ ନା କ'ଣ ରହିବ ସେଇଟା ଚେକ୍ କରିବେ ଏବଂ ଆପଣମାନଙ୍କର ଭ୍ୟାକେନ୍ସି ପୋଜିସନ୍ଟା କେତେଟି ରହିଛି ସେଇଟା ମଧ୍ୟ ରହିଛି ଏବଂ ଷ୍ଟାର୍ଟ ଏବଂ ଏଣ୍ଡିଂ ଡେଟ୍ କେବେ କେବେ ରହିଛି ସେସବୁ ମଧ୍ୟ ଏଠି ମେନସନ୍ ହେଇଛି। ତ ଆପଣମାନଙ୍କର ଡକୁମେଣ୍ଟ ଯଦି ଦେଖିବାକୁ ଚାହୁଁଛନ୍ତି ସେମିତି ପ୍ରତ୍ୟେକ ଡକୁମେଣ୍ଟ ଆପଣମାନେ ଦେଖିପାରିବେ ନିଜ ନିଜ ଡିଷ୍ଟ୍ରିକ୍ଟର ଏମିତି ଭାବେ ସର୍ଚ୍ଚ କରିକି ଏବଂ ଭିଓ ଡକୁମେଣ୍ଟରେ କ୍ଲିକ୍ କରିଲେ ଆପଣମାନେ ଏଠି ଜାଣିପାରିବେ ଯେ ଆପଣମାନଙ୍କ ଡକୁମେଣ୍ଟ କ'ଣ ଦରକାର ହେବ। ତ ଏଠି ଡକୁମେଣ୍ଟ ଏଠି ଆପଣମାନେ ଯେଉଁ ଭିଉ ଡକୁମେଣ୍ଟ ରହିଛି ସେଠି ଆପଣମାନେ କ୍ଲିକ୍ କରିଦେବେ। ଏଠି ଯାଇ କ୍ଲିକ୍ କଲେ ଆପଣମାନେ କ'ଣ ଜାଣିପାରିବେ ନା ଆପଣମାନଙ୍କର ଯେଉଁ ଅଞ୍ଚଳରେ ବାହାରିଛି ସେଥିରେ ଆପଣମାନଙ୍କର କ'ଣ ମାଗିଛି ସେସବୁ ଡିଟେଲ୍ସ ଆପଣମାନେ ପାଇପାରିବେ। ତ ଏଥିରେ ଆପଣମାନଙ୍କର କ'ଣ ମାଗିଛି ନା ଯୋଗ୍ୟତା ମାଗିଛି। ସେ ଯଦି ଆପଣମାନେ ଜଣେ ମହିଳା ହେଇଥିବେ, ତାପରେ ଆପଣମାନେ 10ମ ପାସ୍ କରିଥିବେ ନିହାତି ଦରକାର। ତାପରେ ଅଙ୍ଗନବାଡ଼ି ବୟସ ଅନୁଯାୟୀ ଆପଣମାନଙ୍କ 18ରୁ 35 ବର୍ଷ ମଧ୍ୟରେ ଏଇ ଥିବା, 35ରୁ ଉର୍ଦ୍ଧ୍ୱ ଏଇ ନଥିବ, ତାହେଲେ ଯାଇ ଆପଣମାନେ ଆବେଦନ କରିପାରିବେ ଏବଂ ସେହି ଅଞ୍ଚଳରେ ଆପଣମାନେ ଜଣେ ବାସିନ୍ଦା ହେଇଥିବେ ପ୍ଲସ୍ ଆପଣମାନେ ଓଡ଼ିଆ ଭାଷା ଲେଖି ଏବଂ ପଢ଼ିପାରୁଥିବେ ଏବଂ ଅଙ୍ଗନବାଡ଼ି ଯଦି ଆପଣମାନେ ଅଙ୍ଗନବାଡ଼ି ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ସରକାରୀ ଚାକିରିଆ ହେଇଥିବା ନ ଦରକାର। ତ ଯଦି ଆପଣମାନେ ବିଧବା, ଅନାଥ ଛୁଆ ବା ଶାରୀରିକ ଭିନ୍ନକ୍ଷମ, ସ୍ୱାମୀ ପରିତ୍ୟାଗ ଏସବୁ କିଛି ମାନେ ଅଛନ୍ତି ତାହେଲେ ଆପଣମାନେ ମଧ୍ୟ ଆବେଦନ କରିପାରିବେ। ତ ଡେଟ୍ ଆପଣମାନଙ୍କର ସେଠି ମେନସନ୍ ରହିବ ଆପଣମାନେ କ'ଣ ରହିଛି। ତାପରେ ଆପଣମାନଙ୍କର ସାର୍ଟିଫିକେଟ୍ ମାଗିବ +2ର, ତାପରେ ଆପଣମାନେ ରେସିଡେଣ୍ଟ ସାର୍ଟିଫିକେଟ୍ ବା କାଷ୍ଟ ସାର୍ଟିଫିକେଟ୍ ଯାହାକି ଆପଣମାନଙ୍କର ମାଗିବ ସେଇଟା ଆପଣମାନେ ଦେଇଦେବେ। ପ୍ଲସ୍ ଆପଣମାନଙ୍କର ଯଦି ସ୍ୱାମୀ ନାହାନ୍ତି ତାହେଲେ ଆପଣମାନେ ସ୍ୱାମୀଙ୍କ ଡେଥ୍ ସାର୍ଟିଫିକେଟ୍ ମାଗିବ। ଯଦି ଆପଣମାନେ ବିଧବା ଯଦି ହେଇଛନ୍ତି ତାହେଲେ ଆପଣମାନଙ୍କର ହଜବେଣ୍ଡର ଡେଥ୍ ସାର୍ଟିଫିକେଟ୍ ମାଗିବ। ସେମିତି ବହୁତ ଗୁଡ଼ାଏ ରହିଛି, ଆପଣମାନେ ଡିଟେଲ୍ସ ଦେଖିନେବେ। ତ ଆପଣମାନେ
ଯଦି ଅନାଥ ଛୁଆ ହେଇଥିଲେ ତାହେଲେ ଆପଣମାନଙ୍କ ଅନାଥ ପ୍ରମାଣପତ୍ର ରହିଛି। ଯଦି ଆପଣମାନେ ଶାରୀରିକ ଭିନ୍ନକ୍ଷମ ମାନେ ଆପଣମାନଙ୍କର ମେଡ଼ିକାଲ ତରଫରୁ PWD ସାର୍ଟିଫିକେଟ୍ ମିଳିଥିବ ସେସବୁ ଯାଇ ଆପଣମାନେ ଆବେଦନ କରିପାରିବେ। ଏଇଭଳି ଆପଣମାନଙ୍କ ଡିଟେଲ୍ସ ରହିଛି ୱେବସାଇଟ୍ରେ। ଆପଣମାନଙ୍କୁ ଆହୁରି ମଧ୍ୟ ରହିଛି ଡିଟେଲ୍ସ ନୋଟିଫିକେସନ୍, ଆପଣମାନେ ସେଇଠୁ ଯାଇକି ଚେକ୍ ଆଉଟ୍ କରିପାରିବେ। ସେମିତି ଏହିସବୁ ଭ୍ୟାକେନ୍ସିରେ ଆଉ ରହିଛି ଏଇଟା ଆପଣମାନଙ୍କର ୱାର୍କର୍ର ଗଲା। ସେମିତି ଆପଣମାନେ ହେଲ୍ପର୍ର ମଧ୍ୟ ଜାଣିପାରିବେ। ଅଙ୍ଗନବାଡ଼ି ୱାର୍କର୍ ହେଲ୍ପର୍ର ମଧ୍ୟ ଏମିତି ସର୍ଚ୍ଚ କରି ନିଜ ନିଜ ଡିଷ୍ଟ୍ରିକ୍ଟର ଡିଟେଲ୍ସ ଆପଣମାନେ ଜାଣିପାରିବେ। ସେମିତି ସେମ୍ ପ୍ରୋସେସ୍ ଆପଣମାନେ ନିଜ ଡିଷ୍ଟ୍ରିକ୍ଟ ସର୍ଚ୍ଚ କରନ୍ତୁ, ତାପରେ ଏଠି ଆସି ୱାର୍କର୍ ନା ହେଲ୍ପର୍ ଆପଣମାନେ ଯାଇକି ଚେକ୍ କରିବେ ସେଇଠି। ଯଦି ସେମିତି ଜାଣିପାରୁନାହାନ୍ତି ଅନ୍ ହୋଲ୍ଡ ଆପଣମାନ କେତେଟା ରହିଛି, ଆକ୍ଟିଭ୍ କେତେଟା ହେଇଛି ଏବଂ କ୍ୟାନସେଲ୍ କେତେଟା ହେଇଛି, ଏସବୁରୁ ମଧ୍ୟ ଆପଣମାନେ ଡିଟେଲ୍ସ ଜାଣିପାରିବେ। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟା ଇନଫର୍ମେଟିଭ୍ ଲାଗିଥିବ। ନିଜ ରିଲେଟିଭ୍ ମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଏହିସବୁ ବିଷୟରେ ଜାଣିପାରିବେ। ରହୁଛି, ଧନ୍ୟବାଦ।